तेषां ज्ञानी नित्ययुक्तः एकभक्तिर्विशिष्यते। प्रियो हि ज्ञानिनोत्यर्थम् अहं स च मम प्रियः। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, ହେ ଅର୍ଜୁନ, ଯେଉଁ ଚାରି ପ୍ରକାର ବ୍ୟକ୍ତି ମୋର ଶରଣାଗତ ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ଜ୍ଞାନୀ ସର୍ବଦା ନିତ୍ୟଯୁକ୍ତ ରହିଥାଏ, ଅର୍ଥାତ୍ ମୋ ସହିତ ଯୋଡ଼ି ହୋଇ ରହିଥାଏ। ଏପରି ଜ୍ଞାନୀ ବ୍ୟକ୍ତିଙ୍କ ଭକ୍ତି ଭଗବାନଙ୍କ ପ୍ରତି ଏକାଗ୍ର, ଅନନ୍ୟ ଓ ଅବିରଳ ହୋଇଥାଏ, କାରଣ ସେମାନେ ଏକ ଭକ୍ତି ବିଶିଷ୍ୟ ଅର୍ଥାତ୍ ୱାନ୍ ପଏଣ୍ଟେଡ୍ ଡିଭୋସନରେ ସ୍ଥିତ ରହିଥାନ୍ତି। ଜ୍ଞାନରେ ସ୍ଥିତ ଏପରି ଜ୍ଞାନୀ ବ୍ୟକ୍ତି ମୋର ଅତି ପ୍ରିୟ ହୋଇଥାନ୍ତି। ବନ୍ଧୁଗଣ, ଜ୍ଞାନୀ ବ୍ୟକ୍ତି କାହିଁକି ଭଗବାନଙ୍କ ଅତି ପ୍ରିୟ ହୋଇଥାନ୍ତି? ତାର କାରଣ ହେଲା, ଜ୍ଞାନୀ ନିଜକୁ ଭଗବାନଙ୍କ ସହିତ ଏକ କରିଦେଇଥାଏ ଏବଂ ଭଗବାନଙ୍କ ଦିବ୍ୟ ପ୍ରେମରେ ନିଜ ଭକ୍ତିକୁ ଅର୍ପଣ କରିଦେଇଥାଏ। ଏହାକୁ ଆମେ ଗୋଟାଏ ଉଦାହରଣ ଦ୍ୱାରା ବୁଝିବା। ଟିକିଏ ଲୁଣ ନଦୀକୁ ଜାଣିବା ପାଇଁ ଗଲା। କ'ଣ ସେ ନଦୀକୁ ଜାଣିପାରିବ ବନ୍ଧୁଗଣ? କେବେ ନୁହେଁ। କିନ୍ତୁ ଯେତେବେଳେ ସେ ନଦୀରେ ମିଶି ଏକ ହୋଇଯାଇଥାଏ, ତେବେ ସେ ନଦୀକୁ ଜାଣିପାରିଥାଏ, କାରଣ ଲୁଣ ତାର ପ୍ରକୃତ ଅସ୍ତିତ୍ୱରୁ ମୁକ୍ତ ହୋଇଯାଇଥାଏ ଏବଂ ନଦୀର ଜଳରେ ମିଶି ଯାଇଥାଏ। ଠିକ୍ ସେହିପରି ବନ୍ଧୁଗଣ, ଯିଏ ଜ୍ଞାନୀ ବ୍ୟକ୍ତି ହୋଇଥାଏ ସେ ତା ନିଜର ଅସ୍ତିତ୍ୱ ଭୁଲି ଯାଇଥାଏ ଏବଂ ଭଗବାନଙ୍କ ସହିତ ଏକ ହୋଇଯାଇଥାଏ ଏବଂ ନିଜର ନିଷ୍କାମ ଭକ୍ତିରେ ସ୍ଥିତ ହୋଇଯାଇଥାଏ। ଶିକ୍ଷା: ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରିଥାନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରେ। ମୁଁ ତାଙ୍କର ଅତି ପ୍ରିୟ ଓ ସେମାନେ ମଧ୍ୟ ମୋର ଅତି ପ୍ରିୟ ଅଟନ୍ତି। I consider them to be the highest, who worship me with knowledge and are steadfastly and exclusively devoted to me. I am very dear to them and they are very dear to me. Hare Krishna.